ଭାରତବର୍ଷ ସମଗ୍ର ବିଶ୍ୱକୁ ଦେଖାଇଛି ପରାଧୀନତା ସ୍ୱୀକୃତି ନିଜକୁ ମୁକ୍ତ କରିବା ପାଇଁ। ଅଗଣିତ ଯୁବକ ଯୁବତୀ ନିଜର ଯୌବନର ଅନେକ ବସନ୍ତକୁ ସମାଧୁତାର ପାଦ ତଳେ ବଳିଦାନ ସମର୍ପି ଏ ଦେଶକୁ ଚଞ୍ଚଳ ମୁକ୍ତ କରିବା ପାଇଁ ପରାଧୀନତାର ସ୍ୱାଧୀନତା ଫେରାଇ ଆଣିବା ପାଇଁ ଅପ୍ରାଣ ଉଦ୍ୟମ କରିଥିଲେ। ବୀର ଏହି ମାଟିର ସମସ୍ତ କୃଷକ ଯେ ମାଟି ସବୁ ମାଟି ହୋଇ ବୀର ଏହି ମାଟିର ସମସ୍ତ ସୈନିକ ଯେ ନାରୀ ମଧ୍ୟରେ ପଛେ ବଞ୍ଚିବା ପ୍ରତିଟି ଶିଶୁର କପାଳ ହିସାବ ବଳି ବହୁମୂର୍ତ୍ତି ଏ ନାରୀ ହେଉଛନ୍ତି ଆମ ତିରଙ୍ଗାର ଭାରତ ମାଟିର ପ୍ରତି ଧୂଳିକଣା ନମସ୍କାରରେ ପରିଚିତ। ଭାରତ ମାଟିର ପ୍ରତି ଧୂଳିକଣା ଲୁହ ନମସ୍କାରରେ ପରିଚିତ। ସୁଖ ଦେଇ ଦୁଃଖ କରି ବିକାବିନା ଅମର ହୋଇଛି ମାଟି ସହିତ ଅମର ହୋଇଛି ସେହି ମାଟି ମନେ ରଖିବା ପାଇଁ ଭାରତର ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଗର୍ବ ଏବଂ ଗୌରବକୁ ଅଭିମାନ ସହିତ ସ୍ୱାଭିମାନର ସହିତ ଅନୁଭବ କରିବା ପାଇଁ ଆଜିକାର ଏ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ମାନ୍ୟବର ଗୁଡ଼ିକର ନିରୀକ୍ଷଣ ସମାପ୍ତ କରିଛନ୍ତି। धरणीधर नायक, माधव सिंह, चकरा बिश्नोई, रेंगो माझी और बिरसा मुंडा परी जोग जन्मा महान त्याग आम मनरे सदा सर्वदा देश प्रेम जागृत करे एवं अनेक जन अजना संग्रामी त्याग आम माटीर गौरव। आज आमर दायित्व होउछि सेहि मानक बलिदान केवल स्मरण न करी से मानक स्वप्नर भारत गढ़ी। गंगपुर और बणईगढ़ ए दुईटी गणजात को नहीं आधुनिक सुंदरगढ़ जिला गठित। आदिवासी बहुल सुंदरगढ़ माटी रे भी मुक्ति आंदोलन द्वंद्वे भी बाजी उठी। भगवान बिरसा मुंडा नेतृत्व रे इंग्रेज मानक विरुद्ध रे जो संग्राम तुरी बाजी थिला सेथिरे अगणित आदिवासी भाई भौणी माने निज जीवन को बाजी लगे आगे आसीथिले। एही माटी रे 1939 मसीहारे वीरमित्रपुर ठारे निर्मल मुंडा नेतृत्व रे प्रजा आंदोलन उग्र रूप नहीं। जिलार युव संग्रामी